ए आसीला बे मो पुओ ସଇତା ତୋ ଭାରି ସାଥ ମୋ ବାପା ବାନ୍ଧିବ କହୁଛୁ ତୁ ଜୋ କଦଳୀ ଗଛ ମୂଳେ ନୁହଁ ବାବା ଜେଜୁକୁ ବାନ୍ଧି ଦେଇଛନ୍ତି। ଆରେ ଆମେ ସମୁଦି କି ହଁ ହଁ ଆଉ ସେ ବାନ୍ଧିଛନ୍ତି ଆଉ ଭଲ ଜଲ୍ଦି ଆସ ଜଲ୍ଦି ଆସ। ହଁ ହଉ ମୁଁ ଯାଉଛି ମୋର ଦୋକାନ ଆଜି ଏତିକି ଖୋଲା ଥାଉ ହଉ ଚାଲ 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 ଆସ ଆସ ଚାଲ ଚାଲ ଠିଆ ହେଇଛ କାଇଁ କୁଟଟା ଭଳିଆ ଠିଆ ହେଇଛ ଲଗା ତମ ପୁଅ ପିଟନୁ ବୁଢା ଲୋକଟାକୁ କାଇଁ ମତେ ବାନ୍ଧି କଣ ଯାଉଛ ପିଟେଇବ ତମ ଫୋନ ଲଗାଉନା ତମ ପୁଅକୁ ବୁଢା ଲୋକ କହୁଛ ତମକୁ ଟିକେ ଲାଜ ଲାଗୁନି ଲଗାଅ ସେ ଚିତା କଟା ଆସୁ ବାପ ପୁଅ ତମେ 12 ଆଡୁ 13 ଲୋକଙ୍କର ପଇସା ନେଇ ତ ସକାଳ ହେଲେ 1000 ଲୋକ ତମ ଦୁଆର ମୁହଁରେ ଆସି ଠିଆ ହଉଛନ୍ତି ପଇସା ପାଇଁ ହାଲୋ ଆବେ ରତନା କୁଆଡେ ଗଲୁ ଆବେ ଶୀଘ୍ର ଆସୁନୁ ଯିଏ ବାନ୍ଧିକି ମତେ ବାଡେଇବାକୁ ବସିଲେ ହଁ ସେଇ ଚୌତା ଫକୀରା ହଁ ତୁ ଆସେ ଶୀଘ୍ର। ହ୍ୟାଲୋ ହଁ ବା କୋଉଠି ହିତେଶ ଆସ ତୁ ବାଡିଆକୁ ବସିଲେଣି ଗୋଟେ ମିନିଟରେ ମୁଁ ପହଞ୍ଚିବେ କଟକ ଟଙ୍କା ପକେଇନି ବ୍ୟସ୍ତ କାଇଁ ହଉଛ ହଁ 50 ଟଙ୍କା ସାଙ୍ଗେ ସାଙ୍ଗେ ଆସିବେ ମୁଁ ଗୋଟେ ମିନିଟରେ ପହଞ୍ଚି ବ୍ୟସ୍ତ ରୁହ ହିତେଶ ଆସେ ମୁଁ ଅଟୋ ବାଡେଇ ଦେବି ହଁ ତୁ ବାବା ଶୋଇକି ଦେଖ ଦେଖ ତମ ସମୁଦିକି ତମେ ବାନ୍ଧି ଦେଇଛ ତମେ କାମ କାହିଁ କଲ ବାପା କହିଲ କମ ଟାଉଟର ନା କଣ ତମ ଠାରୁ କେତେ ମାରିଛି ତମ ସମୁଦି ଆରେ ସମୁଦି ମାରିବା କଥା କଣ କହୁଛୁ ମତେ 4000 ସମୁଦି ମୋର କହୁଥିଲି ମୁଁ ସେଠୁ ଗୋଟେ ଗାଟି ବୁଢିକି କହିଲି ଅଖା ତଳୁ କୋଉଠି ଆଣିକି 2000 ଟଙ୍କା ଦେଲା କହିଲା 2000 ସିଆଡେ ସମୁଦି ବି ମୋର ସିଆଡେ ମୁଁ ଉଣ୍ଡାଳୁଛି ସମୁଦି କୋଉ ପାଉଛି ବାପା ସମସ୍ତଙ୍କ ଠାରୁ ମୋର ସେମିତି ପଟି ମାରିକି ନେଇଛି ତା ଚଇତା କଥା ତ ନ କହିଲେ ନାହିଁ ଏବେ ଫୋନ ମୁଁ ସେ ମଲହରୁ ଆଣିକି ଫୋନ ଟା ମାଗି କଲା ବେଳକୁ ଯାହା ନମ୍ବର ଲାଗୁଛି ନମ୍ବର ଟିକେ କାହାକୁ ଦିଆଯାଇ ନାହିଁ ଏଡେ ଚିତା ତମେ ଏ ବୁଦ୍ଧି କାହିଁ କରୁଛ ମୁଁ ଟିକେ ପିଟଉନା ମତେ କଣ ମୁଁ ଫିଟେଇବି ନା ଗାଁରୁ ଯାଉଛି ଚୂନ କାଳି ଆଣିକି ତତେ ମୁହଁରେ ବୋଳି ଆଉ ଫିଟେଇବି କଣ କହୁଛୁ ସମୁଦି ଦେଖ କି ଭଙ୍ଗରେ ଡାକୁଛି ତମେ ଯାହା ଏତେ ଦିନ ଗୋଟେ ଭଲ କାମ କରି 2 ଜଣ ଯାକ ଦେଖେଇଛ ତମେ ଏଇଟାକୁ ବାନ୍ଧିଥା ମୁଁ ଯାଉଛି ଚୂନ କାଳି ଧରି ଆଉଛି ତାକୁ ଆଜି ଚୂନ କାଳି ମୁହଁରେ ଦେଇକିରି ଗାଁ ସାରା ବୁଲେଇବା ଜମା ଛାଡ଼ିବନି ନାଇଁ ତମେ ଯା ଚୂନ କାଳି ନେଇକି ଆସ ବାପା ତମକୁ 2 ଜଣଙ୍କୁ ତମେ ଯା ନେଇକି ଆସ ଚୂନ କାଳି ନେଇ ଆଉଛି ହେଲା ସମୁଦି ସତରେ ଯାଉଛ ସମୁଦି ଆସୁ ତାପରେ ବୋପା ପୁଅ 2 ଜଣକୁ ଆଜି ବୁଲେଇବା ଗାଁରେ ଗୋଟା ଚଲେଇଛ ଫାର୍ସ ତମେ 2 ଜଣ ଯାକ ଖାଇସାଇଲଣି ତମେ କିଛି ଭଲ କରୁନ ଦିଟାଙ୍କ ଭଲ କରୁନ ଖରାପ ତମେ କଣ କରିଯାଉଛି ପୁଅ ଆଇଲେ ତୋର ଦାଦି ଏଇଠି ବନ୍ଧା ହବ ବାବାଜୀ ସଇଁ ଦିହରେ ହାତ ମାରିଛ ବାବାଜୀ ସଇଁ ଡଣ୍ଡା ଆଉ ମାଫିଆ ଡଣ୍ଡା ହଉ ରହ ବାପା ତ ରଙ୍ଗ ଛଡେଇବୁ ରହିଥା ଚଷମା କେମିତି ଲଗଉଛି ଦେଖୁନ ଆଉ ଦିନକୁ ଦିନ ଯେତେ ବୁଢା ହଉଛି ସେ ଭାବୁଛ ଟୋକା ଗଜା ଟୋକା ପୁଣି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଚଷମା ପିନ୍ଧା ହେଇଛି ଆଉ କଣ ନା ଡେ ନାଇଟ୍ କଣ ଏଇଟା ଲାଜ ଲାଗୁନି ଟିକେ ପର ପଇସାରେ ତମେ ମଙ୍ଗଳବାର କରୁଛ ଏଇଠି ଛି ତୁ ଏଇ ବା ପୁଅ ଆଉଛୁ ଦେଖେ କେମିତି ଫିଲ୍ମ ହିରୋ ଭଳିଆ ଆସିଗଲା ବେ ମୋ ପୁଅ ସଇତା ତୋ ଭାରି ସାଥ ମୋ ବାପା ବାନ୍ଧି ପକଉଛୁ ତୁ ଆକୁ ବାନ୍ଧି ପକେଇ ସଇତା ଆର କିଛି ଭୁଲ ନାହିଁ ହେଲା ଇଏ ଚୋର ପୁଅ ହଉଛି ଅଧା ଚୋର କିନ୍ତୁ ଏଇ ଲୋକଟା ପୁଅଟାକୁ ଚୋର କରିଦେଲା ଆରେ ଟୋକା କୁଆଡେ ଗଲେ ଓହୋ ବାପା ତ ବ୍ୟସ୍ତ କାଇଁ ହଉଛ ପାଗା ପାଗରେ ହେଇଗଲାଣି ଖାଲି ସବୁବେଳେ କହୁଛୁ ଟୋକା 8-10ଟା ଟୋକା ମୋ ସାଙ୍ଗରେ ବୁଲୁଛନ୍ତି ଠିକ କାମ ବେଳକୁ ଟୋକା ନାହାନ୍ତି ଯୁଦ୍ଧ ହବ ନା କଣ 5-10 ହଜାର ଲେଖା ମୁଁ ତତେ ଦଉଛି ଖର୍ଚ୍ଚ କରି ତମେ ଏଇ ପଇସା ଦିଅ ମୁଁ ଜାଣିଛି ଆରେ ଅନା ଚଇତା ଇଏ ପିଲାଟା ଭଲ ପିଲାଟା ଇଏ ବୋପା ତାକୁ ଅମଣିଷ କରିଦେଲା ଆରେ ତୁ ବାହାରେ ନେଇକି ପାଠ ସାଠ ପଢେଇଲୁ ପିଲାଟା ପାଠ ପଢିଲା ତାକୁ ଆଣିକି ଏଇ ଚୋରଗାତିଆ କାମରେ ଲଗେଇଛି ଏମିତି ଗାଁରେ ବୁଲୁ ତା ଘରୁ ଆଣେ ସାଡୁ ଆଣେ ମାନେ ପୁରା ବା କହିଲି ନଷ୍ଟ କରିସାରିଲେଣି ଏ ଦିଟା ଆମ ରାଜ୍ୟଟାକୁ ପୁରା ଦେଖୁନୁ କେମିତି ମୁହଁ ଫୁଟାଣି ବାହାର କରୁଛି କହୁଛି ମୁଁ ଚୋରି ଉପରେ ସିଙ୍ଗା ଚୋରି ଦେ ମା ଦିଟାଙ୍କ ମୋବାଇଲ ପଇସା ଦେବେ ତୁ ବୋପା ପୁଅ ମୋବାଇଲ ସବୁ ଦିଅ ଦେଖ ମୋବାଇଲ ମୋ ନେଇଗଲାଣି ପାର୍ଟି କର ନା ମୋବାଇଲ କଣ ମୋବାଇଲ ଆମର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ମୋବାଇଲ ରଖିଦେଲେ ଠିକ ନହେଲେ ଇଏ ଆଉସଳା ଏମିତି କେତେ ଲୋକଙ୍କୁ ମାରିକି ଖାଇଦେବେ 15 ଦିନ ଭିତରେ ଆକୁ ତାକୁ ବହନ କରିବେ ସେ ସିମ୍ କି ଭାଙ୍ଗି ବୋପାଡ଼ିଆ ମୋବାଇଲ 3ଟା ଯାକ ଆମେ ରଖିବା ଆମ ପଇସା ଆମେ ପାଇଗଲୁ ତମେ ଏଥର ବୋପା ପୁଅ ଯଥା ଶୀଘ୍ର ପଳା ଚାଲ ସଇତା ଚାଲ ବାପା ତମର ଏଇ କାମ କଥା ମୁଁ ବିରକ୍ତି ତମେ ମନା କରୁଛି ବାରମ୍ବାର ଏଇ କାମ କର ତମେ ସବୁବେଳେ ଏଇ ଗେଧା କାମ କରି ଏଇ ପଇସାରେ ମତେ ଦଉଛ ଚାଲ
ଏପଟେ କୁଆଡେ ଆଁ? ଏପଟେ କୁଆଡେ ମାନେ ଆମେ ଆମ ମନ ଯୋଉ ପଟେ ଯିବୁ ଆମେ। ତମ ମନକୁ ଆଉ ତମ ମନକୁ ତମେ ସିଆଡେ ସିଆଡେ ହଁ କେତେ ଲୋକ ଆହୁରି ଗାଁରେ ଛକିଛନ୍ତି ସେମାନେ ଧରିବେ। ତମକୁ ଲାଜ ମାଡୁଛି ବୋଧେ ରାସ୍ତାରେ ଗଲେ ମତେ ଲାଜ ମାଡୁଛି ତମକୁ। ଚାଲ 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 ମୋବାଇଲ ନିଅ। ଗାଡି ଚାବି ଦେ ଚାଲ ଚାଲି ଚାଲିକା ରୋଡ ପଟେ ଚାଲିବ ଏମିତି ଚାଲ ବେ। ବୋପା ଦେଖେ ମୋ ସେଣ୍ଡ ଚାଲିଲା ଭଳିଆ ଚାଲୁଛି ଦେଖ। ବାପା ଏ କର୍ମର କାହିଁ କରୁଛ କହିଲ? ମୋବାଇଲ ଗଲା ଗାଡି ଗଲା ସବୁ ଗଲା ମୁଁ ଏବେ କଣ କରିବି କହିଲ? ନିଅନ୍ତୁ ତମେ ଗୋଟେ କାମ କର ମୁଁ ଗୋଟେ ଟାଉଲି ପକେଇଦେବ ରଖମ ଟାଉଲୁ ନିଅନ୍ତୁ। ତାଙ୍କରି ପଇସାରେ ଆଇଥିଲା ଜିନିଷ କିଣା ହେଇଥିଲା ତାଙ୍କରି ପଇସା ସେ ତାଙ୍କର ନେଇଗଲେ। ଆଉ ମୁଁ ବୁଲେଟ କିଣି ପାରିବି? ତୁ ରହୁନୁ ବୁଲେଟ। ତୁ କଣ ଭାବୁଛୁ ମୁଁ ଏଠି ନୂଆ ବନ୍ଧା ହେଲି? ମୁଁ ଏମିତି କେତେ ରାତି କାଳ ବନ୍ଧା ହେଇଛି। ତୁ କାହିଁ ସେମିତି ହଉଛୁ? କେତେ କୁଆଡେ ଯିବେ ଆସିବେ ପୁଣି। ତୁ କଣ ବାବାଜୀ ସଇକି ଚିହ୍ନିନୁ? ମୁଁ ବା ଯୋଉ ରାତିରେ ଯୋଉ ବନ୍ଧା ରାତିରେ ଯୋଉ କୁହନା ବୋଉ କୁଏ କୁଆଡେ ଯାଇଛନ୍ତି ବାପା କୁଆଡେ ଯାଇଛନ୍ତି ମୁଁ କୁହେ ନା ମୁଁ ଯାଇଥିଲି ମୋର କାମ ଅଛି ଇଏ ସିଆଡେ। ତୁ ସେଗୁଡା ଡେଲି ବା ତୁ ସେଗୁଡା କାଇଁ ଭାବୁଛୁ? ଚାଲୁନୁ ଚାଲ ଚାଲ ଚାଲ। ବୋଉ କହୁଥିଲା କଣ ମାଛ ଝୋଳ କରିଛି? ମାଛ ରେଡି ଫେଡି ହେଇକି ରହିଛି। ଖାଇବା ଆଉ। ବାପା ଶୁଣ ତମେ ତମର ଯାଅ ମୁଁ ତାଙ୍କୁ କହିବି ବୋଲି ମୋବାଇଲ ଗାଡି ଫାଡି ନେଇକି ଯାଉଛି। ତମେ ବ୍ୟସ୍ତ ହବା ଦରକାର ତମେ ତମେ ଯାଅ ମୋର ଏ ଧନ୍ଦାରେ ପଶିବାର ନାହିଁ। ମୁଁ ସନିଆ ସାଙ୍ଗରେ ଯିବି ପଛେ ମିସ୍ତ୍ରୀ କାମ କରି ବାଲି ସିମେଣ୍ଟ କାମ ତମ ସାଙ୍ଗରେ ଆଉ ଯିବାର ନାହିଁ ବାପା। ହେଇ କଣ ତୁ କହୁଛୁ? ମଞ୍ଜି ପୋତା ହେଇଛି ମାନେ ଗଛ ହେଇଛି ଗଛ ନମଲା ଯାକେ ତା ଫଳ ବନ୍ଦ ହବ। ସେମିତି ଗଛ ମରିନି ମାନେ ମୋର ଏମିତି କାମ ଏମିତି ଚାଲିବ ନା ବାପା। ମୋର ଆଉ ସେ ଧନ୍ଦାରେ ପଶିବାର ନାହିଁ ମୁଁ ଯାଉଛି ମୁଁ ତାଙ୍କୁ କହିବି ବୁଲେଟ ପୁଣି କେମିତି? ମୋର ବୁଲେଟ ବାପା ଦରକାର ନାହିଁ। ମୁଁ ସନିଆ ସାଙ୍ଗରେ କହିଲି ତମକୁ ବାଲି ସିମେଣ୍ଟ କାମ କରିବି। ହଉ ବୁଲେଟ ଆସିବେ ମୁଁ ଚଢିବି।